ଏହି ବଡ଼ ଭୁଲ ଯୋଗୁଁ ମ୍ୟାଚ୍ ହାରିଥାନ୍ତା ଭାରତ ଏବଂ ପରେ ଏହି ଦୁଇ ଖେଳାଳିଙ୍କ ଚକ୍ରବ୍ୟୂହରେ ଫସିଲା କଙ୍ଗାରୁ। ଭାରତ ମ୍ୟାଚ୍ ଜିତିବାର ବଡ଼ କାରଣ ସାମ୍ନାକୁ ଆସିଲା। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଛି ଭାରତ। 265 ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 11 ବଲ୍ ବାକି ଥାଇ ଏହି ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ବିରାଟ କୋହଲିଙ୍କ 84 ରନ୍ ଏବଂ ଶ୍ରେୟସ ଆୟାର, କେଏଲ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଯୋଗୁଁ ଏହି ବଦଲା ନେଇପାରିଛି ଟିମ୍ ଇଣ୍ଡିଆ। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍ ସ୍ମିଥ୍। ଏହାପରେ କଙ୍ଗାରୁ ଦଳର ଦୁଇ ଓପନର ପଡ଼ିଆକୁ ଓହ୍ଲାଇଥିଲେ। ଅଷ୍ଟ୍ରେଲିଆର ଓପନର କପର କନେଲି ମହମ୍ମଦ ସାମିଙ୍କ ଶିକାର ହେବା ପରେ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲେ ଓପନର ଟ୍ରାଭିସ୍ ହେଡ୍। ସମସ୍ତଙ୍କୁ ଲାଗୁଥିଲା କି ଟ୍ରାଭିସ୍ ହେଡ୍ ପୁଣି ଥରେ ଭାରତ ପାଇଁ ମୁଣ୍ଡ ବ୍ୟାଥର କାରଣ ସାଜିବେ। ଏତିକିବେଳେ ମହମ୍ମଦ ସାମି ବୋଲିଂ କରିବା ପାଇଁ ଆସିଥିଲେ ଏବଂ ତାଙ୍କର ପ୍ରଥମ ବଲ୍ରେ ହିଁ ଟ୍ରାଭିସ୍ ହେଡ୍ ମହମ୍ମଦ ସାମିଙ୍କୁ କ୍ୟାଚ୍ ଦେଇଥିଲେ, କିନ୍ତୁ ସାମିଙ୍କ ହାତରୁ ବଲ୍ ଖସି ଯାଇଥିଲା। ହେଡ୍ଙ୍କ ବିପକ୍ଷରେ ଆଉ ଏକ ରନ୍ଆଉଟ୍ ମଧ୍ୟ ମିସ୍ କରିଥିଲା ଭାରତ। ଦୁଇଟି ଜୀବନଦାନ ପାଇବା ପରେ ଟ୍ରାଭିସ୍ ହେଡ୍ ସତର୍କତାର ସହ ବ୍ୟାଟିଂ କରି 33 ବଲ୍ରୁ ଧୂଆଁଧାର 39 ରନର ଇନିଂସ ଖେଳି ଶେଷରେ ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ହୋଇଥିଲେ। ହେଡ୍ଙ୍କ ଏହି ୱିକେଟ୍ ଭାରତୀୟ ଦଳକୁ ନୁହେଁ ବରଂ ସମସ୍ତ କ୍ରିକେଟ ପ୍ରେମୀଙ୍କୁ ଖୁସି କରିଦେଇଥିଲା। ଟ୍ରାଭିସ୍ ହେଡ୍ ଭାରତ ବିପକ୍ଷ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆକୁ ମ୍ୟାଚ୍ ଜିତାଇଥିଲେ। ସେଥିପାଇଁ ସମସ୍ତ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ଏକ ଭୟ ସୃଷ୍ଟି କରାଇଥିଲେ ଟ୍ରାଭିସ୍।